ହୀରାପୁର ନାମର ଏକ ସୁନ୍ଦର ଗ୍ରାମଟିଏ। ସେଠାରେ ଅନେକ ଲୋକ ବସବାସ କରୁଥିଲେ। ସେଠାରେ ବହୁତ ପ୍ରକାର ପନିପରିବା ଚାଷବାସ ଲୋକମାନେ କରନ୍ତି। କିନ୍ତୁ ସେଠାର ବଣ ପାଖରେ ଗୋଟେ ମଧ୍ୟ ସୁନ୍ଦର ପାହାଡ଼ଟିଏ ଅଛି। ତା ସହିତ କୁଳୁ କୁଳୁ ନାଦ କରି ବହି ଯାଉଥିବା ଝରଣାଟିଏ ଅଛି। ବଣ ଭିତରେ ପାହାଡ଼ଟି ଦେଖିବାକୁ ବହୁତ ସୁନ୍ଦର। ସେଠାରେ ଝର ଝର ହୋଇ ବହି ଯାଉଥିବା ଝରଣାରେ ସୁନ୍ଦର ମାଛମାନେ ଖେଳୁଥିଲେ। ପୋଖରୀ ଡିଆଁ ଡିଆଁ ହେଉଥିଲେ। ସେହି ଝରଣା ପାଖରେ ଛେଳିଟିଏ ଚାଲି ଚାଲି ଯାଉଥିଲା। ଛେଳିଟି ଝରଣା ପାଖରେ ଚାଲି ଚାଲି ଯିବା ରାସ୍ତାରେ ପାଣିକୁ ଦେଖିଲା। ପାଣିଟି ଦେଖିବାକୁ କେନ୍ଦୁ ପରି ଚକ୍ ଚକ୍ ଡାକୁଥିଲା। ତାର ମନେ ହେଲା ସେ ପାଣି ଭିତରେ ଟିକେ ଗାଧେଇବ। ସେଥିପାଇଁ ପାଣିକୁ ଛପକ କିନା ଡିଆଁ ମାରିଦେଲା। ଡିଆଁ ମାରିଦେଲା ଫଳରେ ସେ ଆନନ୍ଦରେ ଗାଧୋଉଥିଲା। ସେହି ସମୟରେ କ'ଣ ହେଲା ନା, ତାର ଗୋଡ଼ ଗୋଟିଏ ମାଛ ଦେହରେ ବାଜିଗଲା। ମାଛଟି ଦାନ୍ତରେ ଗଡ଼ ଗଡ଼ ଡାକି ତାର ଗୋଡ଼କୁ ଜୋରରେ କାମୁଡ଼ିଦେଲା। ଛେଳିଟି କହିଲା, ବଞ୍ଚାଅ ବଞ୍ଚାଅ, ଇଏ କ'ଣ ହେଲା? ମୋତେ କିଏ କାମୁଡ଼ିଦେଲା? ବୋଧେ ମାଛ ଦେହରେ ମୋ ଗୋଡ଼ ବାଜିଗଲା, ସେଥିପାଇଁ ମୋତେ ମାଛମାନେ କାମୁଡ଼ିଦେଲେ। ମାଛମାନେ କହିଲେ, ଏଇ ବଦମାସ ଛେଳି, ତୋତେ କ'ଣ ଜଣାପଡ଼ୁନି? ଆମେମାନେ ପାଣିରେ ଅଛୁ ବୋଲି ତୁ ଆମକୁ ମାଡ଼ିଦେଲୁ, ସେଥିପାଇଁ ଆମେ ତୋତେ କାମୁଡ଼ିଦେଲୁ। ଛେଳି କାନ୍ଦି କାନ୍ଦି ବାହାରକୁ ପଳେଇ ଆସିଲା ଏବଂ ତାକୁ ବହୁତ କଷ୍ଟ ହେଲା। ସେଥିପାଇଁ ସେ ଜୋରରେ କାନ୍ଦିଲା। କାନ୍ଦି 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 ସେ ଉପରକୁ ପଳେଇ ଆସିଲା। ସେହିଦିନ ପାଖରୁ ଛେଳି ଆଉ ପାଣିକୁ ଭୟରେ ଯାଇନାହିଁ। ସବୁଦିନେ ଆସେ, ପାଣି କୂଳରେ ବସେ, ପାଣିକୁ ଦେଖି ପିଇକି ପଳେଇଯାଏ। ପିଲାମାନେ, ଗପ ତ ସରିଲା। ଗପଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।